जय जगन्नाथ। वेलकम टू योर चैनल वर्ल्ड अफेयर्स मधुजिके ओडिया। सांग माने आमे माने समस्ते स्मार्टफोन व्यवहार करूछे। मोबाइल फोन रो आविष्कारक किए ता विषय रे ए भिडियो रे मु संपूर्ण डिटेल आपण मानकु जणैबी। वीडियो को स्टार्ट करिबा, वीडियो को शेष जाए देखिबे। समस्त ओडिसावासी ओडिसार युवपीढ़ी जानिबा निहाती दरकार। मोबाइल फोन आमर दैनंदिन जीवनर एक अत्यंत गुरुत्वपूर्ण अंश। फोन कॉल करिबा, मेसेज पठाइबा एवं इंटरनेट व्यवहार पई आमे माने समस्ते मोबाइल फोन उपरे आजिका डेट रे निर्भर करूछे। किंतु आपण मनक मनकु केबे क्वेश्चन आछि मोबाइल फोन किए उद्भावन करिथिले, मोबाइल फोन रो जनक उपाधि किए पाइथिले। सांग माने ए भिडियो रे म आपण मनकु संपूर्ण डिटेल जणैबी। मोबाइल फोन रो जनक होउछंती मार्टिन कूपर। से जणे अमेरिकीय इंजीनियर थिले जे कि मोटोरोला कंपनी रे काम करुथिले। 3 एप्रिल 1973 मसीह रे से एक हैंड हेल्ड डिवाइस व्यवहार करी प्रथम मोबाइल फोन कॉल करिथिले। कूपरଙ୍କ ଏହି ଉଦ୍ଭାବନ ଦର୍ଶାଇଥିଲା ଯେ ଲୋକମାନେ ଯେକୌଣସି ସ୍ଥାନରୁ ତାରହୀନ ଭାବରେ କଥାବାର୍ତ୍ତା କରିପାରିବେ। ମାର୍ଟିନ କୁପରଙ୍କ ଜନ୍ମ ଡିସେମ୍ବର 26, 1928 ମସିହାରେ ଆମେରିକାରେ ହୋଇଥିଲା। ସେ ଜଣେ ଇଞ୍ଜିନିୟର ଥିଲେ। ଏକ ପ୍ରସିଦ୍ଧ ପ୍ରଯୁକ୍ତିବିଦ୍ୟା କମ୍ପାନୀ ମୋଟୋରୋଲାରେ କାମ କରୁଥିଲେ। ମୋଟୋରୋଲାରେ ତାଙ୍କ କାର୍ଯ୍ୟକାଳ ସମୟରେ ଏକ ନୂତନ ଧାରଣା ଆସିଥିଲା। ସେ ଚାହୁଁଥିଲେ ଯେ ଲୋକମାନେ କେବଳ ଘରୁ କିମ୍ବା କାରରୁ ନୁହେଁ, ଯେକୌଣସି ସ୍ଥାନରୁ ଫୋନରେ କଥାବାର୍ତ୍ତା ହୁଅନ୍ତୁ। ସେତେବେଳେ ଫୋନ୍ ଗୁଡ଼ିକ ପ୍ରାୟତଃ ସ୍ଥିର କିମ୍ବା ଯାନରେ ବ୍ୟବହୃତ ହେଉଥିଲା। ତେଣୁ ତାଙ୍କ ଧାରଣା ବହୁତ ଭିନ୍ନ ଏବଂ ରୋମାଞ୍ଚକର ଥିଲା। ଆସନ୍ତୁ ଜାଣିବା ବିଶ୍ୱର ପ୍ରଥମ ମୋବାଇଲ ଫୋନର ନାମ କ'ଣ ଥିଲା। ମାର୍ଟିନ କୁପର ବ୍ୟବହାର କରିଥିବା ପ୍ରଥମ ଫୋନଟିର ନାମ ଥିଲା ମୋଟୋରୋଲା ଡାଇନାଟ୍ୟାକ୍। ଏହା ଆଜିର ସ୍ମାର୍ଟଫୋନ୍ ଠାରୁ ବହୁତ ଭିନ୍ନ ଥିଲା। ଏହି ଫୋନଟି ବଡ଼ ଏବଂ ଭାରି ଥିଲା। ଏହାର ଓଜନ ପ୍ରାୟ 1 କିଲୋ 100 ଗ୍ରାମ ଥିଲା ଏବଂ ଏହାର ଲମ୍ବା 10 ଇଞ୍ଚ ଥିଲା। ଏହି ମୋବାଇଲ ଫୋନର ବ୍ୟାଟେରୀ ଫୁଲ୍ ଚାର୍ଜ ହେବା ପାଇଁ 10 ଘଣ୍ଟା ସମୟ ନେଇଥିଲା ଏବଂ ଫୁଲ୍ ଚାର୍ଜ ହୋଇସାରିଲା ପରେ ଇଏ ମାତ୍ର 30 ମିନିଟ୍ କଥାବାର୍ତ୍ତା ହୋଇପାରୁଥିଲା। ଲୋକମାନେ ଆକୁ ଦ ବ୍ରିକ୍ ବୋଲି ମଧ୍ୟ କହୁଥିଲେ, ଯେହେତୁ ଏଇଟା ବହୁତ ଭାରି ଥିଲା। ମାର୍ଟିନ କୁପରଙ୍କର ଏହି ମହାନ ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଥିଲା। 2013 ମସିହାରେ ତାଙ୍କୁ ଚାର୍ଲ୍ସ ଷ୍ଟାର୍କ ଡ୍ରାପର ପୁରସ୍କାର ଏବଂ ମାର୍କୋନି ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ। ମାର୍କୋନି ପୁରସ୍କାର ଇଞ୍ଜିନିୟରିଂ ଏବଂ ଯୋଗାଯୋଗ କ୍ଷେତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର। ସାଙ୍ଗମାନେ ଏହି ଛୋଟିଆ ଭିଡ଼ିଓରେ ମୁଁ ଆପଣମାନଙ୍କୁ ମୋବାଇଲ ଫୋନର ଜନକ ଆଉ ବିଶ୍ୱର ପ୍ରଥମ ମୋବାଇଲ ଫୋନର ନାଁ ଆଉ ତାର ଆବିଷ୍କାରକ ତା ବିଷୟରେ ସମ୍ପୂର୍ଣ୍ଣ ଡିଟେଲ ଜଣେଇଲି। ଏ ଭିଡ଼ିଓଟା କେମିତି ଲାଗିଲା ନିଜ ଓପିନିଅନ କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡ଼ିଓକୁ ଲାଇକ୍ ଆଉ ହାଇକ୍ କରିବେ। ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ଯୁବପିଢ଼ିଙ୍କ ପାଖକୁ ସେୟାର କରିବେ। ନୂଆ ଥିଲେ ୱାର୍ଲ୍ଡ ଆଫେୟାର ମଧୁଜିକେ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ସବୁଦିନ ଇମ୍ପୋର୍ଟାଣ୍ଟ ଜିକେ, କରେଣ୍ଟ ଆଫେୟାର, ସ୍ପୋର୍ଟସ ଆଫେୟାର ଆପଣମାନଙ୍କୁ ଏଠାରେ ଓଡ଼ିଆ ଭାଷାରେ ମିଳିଥାଏ। ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।